ମଦନମୋହନ ସାମଲ। ଆମ ଘର ଯାଜପୁର ଅଧୀନସ୍ଥ ବରୀ ବ୍ଲକରେ ଏବଂ ରତ୍ନଗିରି ପାଖ ଗାଁ। ମୁଁ କାରାଜଗତରେ ସବାଷ୍ଟାଣ୍ଡ ଜେଲର ରୂପେ କାର୍ଯ୍ୟ କରିକି ମେ ମାସରେ ଅବସର ନେଲି। ସେଇଟା ଠିକ୍ ନୁହେଁ, କାହିଁକିନା ମଦ ସି ବିଚ୍ରେ ଖୋଲା ଯାଇପାରେ, କିନ୍ତୁ ତା ମାନେ ନୁହେଁ ଯେ ଆମର ପୁରୀ ବେଳାଭୂମିରେ ଖୋଲା ହେବ। କାରଣ ସେଠି ପୁରୀର ବେଳାଭୂମି କେବଳ ଜଗନ୍ନାଥଙ୍କ ପାଇଁ ପ୍ରସିଦ୍ଧ ଅଛି ଏବଂ ଜଗନ୍ନାଥ ହେଉଛନ୍ତି ଆମର ନବମ ଅବତାର। ଜଗନ୍ନାଥ ହେଉଛନ୍ତି ନବମ ଅବତାର। ସେଠି ଯଦି ଖୋଲାଯାଏ ତାହେଲେ ଆଧ୍ୟାତ୍ମିକତା ଉପରେ କୁପ୍ରଭାବ ନିଶ୍ଚିତ ଭାବରେ ପଡ଼ିବ। ତେଣୁ ସେଠି ପର୍ଯ୍ୟଟନ କ୍ଷେତ୍ର ହିସାବରେ ନ ନେଇ ଆଧ୍ୟାତ୍ମିକ କ୍ଷେତ୍ର ହିସାବରେ ନେଇ ସେଥିରୁ ସରକାର ବାହାଦୁର ଶାନ୍ତ ରହିବାକୁ ମୁଁ ଅନୁରୋଧ କରୁଛି। ଅନ୍ୟ ଯେଉଁ ସି ବିଚ୍ ଅଛି ଯେଉଁଠି ଆଧ୍ୟାତ୍ମିକ ପୀଠ ନାହିଁ ସେଠି ଆପଣ ଖୋଲିପାରିବେ। ତା ସହିତ କେତେକ ଗୁରୁତ୍ୱପୂର୍ଣ୍ଣ ମନ୍ଦିର ଅଛି ସେଠି ଖୋଲିବା ଉଚିତ। ତାରାତାରିଣୀ ପୀଠ, ଝଙ୍କଡ଼ କନକପୁରର ସାରଳା ଏବଂ ସମ୍ବଲପୁରର ସମଲାଇ। ସାର୍ ଏଇଠି ଗୋଟେ ପ୍ରଶ୍ନ ଆସୁଛି, ଏବେ ଭାରତବର୍ଷରେ ଗୋଟିଏ ବଡ଼ ସମସ୍ୟା ଯେଉଁ ନାରୀମାନଙ୍କ ଉପରେ ନିର୍ଯାତନା ଯେଉଁଟା ରେପ୍ ହେଉଛି, ଯଦି ଆମେ ସି ବିଚ୍ରେ ଖୋଲିଦେବା ମଦ ଦୋକାନ ତାହେଲେ ଏ ସଂଖ୍ୟା ତ ଆହୁରି ବଢ଼ିଯାଇପାରେ। ହଁ, ନିଶ୍ଚିତ ତ ବଢ଼ିବ, କିନ୍ତୁ ଯେଉଁମାନେ ବି ଆସୁଛନ୍ତି ମାନେ ପିନ୍ଧିକି ସର୍ଟ ଡ୍ରେସ୍, ସେମାନେ ତ ସେଇ ଧରଣର ଲୋକ। କାରଣ ଯେଉଁମାନେ ପଦାରୁ ବି ଆସୁଛନ୍ତି ସେମାନେ ଆହୁରି ତ ସାଂଘାତିକ। କିନ୍ତୁ ଆଧ୍ୟାତ୍ମିକ ହିସାବରେ ଯେଉଁମାନେ ଆସୁଛନ୍ତି ସେ ତ ସମ୍ଭ୍ରମତା, ରକ୍ଷଣଶୀଳତା ଏସବୁ ରକ୍ଷା କରିକି ସେମାନେ ଆସୁଛନ୍ତି। ତାହେଲେ ଆପଣ ସରକାରକୁ କ'ଣ ମାନେ ବାର୍ତ୍ତା ଦେବା, ମେସେଜ୍ ଦେବାକୁ ଚାହୁଁଛନ୍ତି? ଆଧ୍ୟାତ୍ମିକ ପୀଠ, ବିଦ୍ୟାଳୟ ଏବଂ ଯେଉଁଠି ମନ୍ଦିର, ମଠ ତା ପାଖରୁ ଦୂରେଇକି ମଦ କାଉଣ୍ଟର ଖୋଲାଯିବା ଉଚିତ। ନା, ଚେଞ୍ଜ ଯେଉଁଟା କହୁଛନ୍ତି ମାନେ ଜଣଙ୍କ ନାଁରେ ବେଶୀ ଏବଂ କେତେକ ଜିନିଷ ଉପରେ ବେଶୀ ହେଇଯାଉଛି, ଯେଉଁଟାକି ଏଥରକ ଅତ୍ୟଧିକ ବିରକ୍ତି ହେଇଗଲେ ଭୋଟିୟର ଏବଂ ସଚେତନ ନାଗରିକ। ସେଇଥିପାଇଁ ସେମାନେ କିଛିଟା ଚେଞ୍ଜ କରୁଛନ୍ତି। ଆଉ ମନେକର ଲକ୍ଷ୍ମୀ ବସ୍ର ଧର ରଙ୍ଗ ପରିବର୍ତ୍ତନ ହେଲା, ସେ ତ OSRTC ଅଧୀନରେ ଯିଏ ଚାଲୁଛି ତାଙ୍କର ମୂଳ ରଙ୍ଗ ହେଉଛି ଲାଲ, ତାଙ୍କର ମୂଳରୁ ତାଙ୍କର ହେଉଛି ଲାଲ। ଏବଂ ଆଉ କେତେକ ଜିନିଷ ଅଛି ପରିବର୍ତ୍ତନ କରିହେବ, କିନ୍ତୁ ଆଉ କେତେକ ଜିନିଷ ଅଛି ପରିବର୍ତ୍ତନ କରିହେବ ନାହିଁ। ମନେକର ଆମର ବିଜୁ ବାବୁଙ୍କର ନାମରେ ନାମିତ ଥିଲା ଯେଉଁ ଷ୍ଟାଡ଼ିୟମ୍ କି ଖେଳ ଯେଉଁ କ୍ରୀଡ଼ା ପୁରସ୍କାର, ତାକୁ ପରିବର୍ତ୍ତନ କରିବା ପାଇଁ ଚାହିଁଲେ ସାଙ୍ଗେ ସାଙ୍ଗେ ବିରୋଧ ହୁଏ। ତେଣୁ କେତେଟା ଜିନିଷ ପରିବର୍ତ୍ତନ ହେବ, କେତେଟା ଜିନିଷ ରହିବ। ଏବଂ ଆଉ ଯେଉଁ କଥା କହୁଛନ୍ତି ସମସ୍ୟା 2.5 ମାସ ହେଲା ସରକାର ଆସିছে। 2.5 ମାସରେ ସିଏ ଏବେ କ'ଣ କରିପାରିବେ? ବିଭାଗ ନୂଆ ଯିଏ ଆସିଛନ୍ତି, ବିଭାଗ ଜାଣିବା ପାଇଁ ତାଙ୍କୁ ତ 3 ମାସ ସମୟ ଆବଶ୍ୟକତା ରହିଛି। ତା ସହିତ ସେମାନେ ଏଇ ଲାଗୁ କରିବା ପାଇଁ ଆରମ୍ଭ କଲେଣି ସୁଭଦ୍ରା ଯୋଜନା। ଅବଶ୍ୟ କେତେକ ତ୍ରୁଟି ପରିଲକ୍ଷିତ ହେଉଛି, ତେଣୁ ସେ ଯାହା ବି ହେଉ ସେଠି ତ କାର୍ଯ୍ୟକାରୀ କରାଯାଉଛି। ଏବଂ ଯେଉଁ ଚାରିଦ୍ୱାର ଖୋଲିବା, ରତ୍ନ ଗଣତି କରିବା, ଏସବୁ ଉପରେ ସେ ଚାଲିଛନ୍ତି, ଧୀରେ ଧୀରେ ଚାଲିଛନ୍ତି। ଆଉ ହଠାତ୍ ଯାଦୁ ବିଦ୍ୟାରେ କେହି କରିବେନି। ଅତି କମ୍ରେ ତାଙ୍କୁ 2-3 ବର୍ଷ ସମୟ ଦିଆଯାଉ, ଦେଖାଯାଉ ସେ କ'ଣ କରୁଛନ୍ତି।